आज 29 सेप्टेम्बर 2024 दिन रविवार आश्विन मास कृष्ण पक्ष कन्या 14 दिन आज तिथि और नक्षत्र द्वादश दिवस 7:48 पर्यंत मघ नक्षत्र दंड 60 अहोरात्र सिंहचंद्र दंड 60 अहोरात्र सूर्योदय समय 5:41 सूर्यास्त समय 5:23 आज मिथुन राशि घातवार आज कर्कट अमपराशन घातचंद्र आज शुभ बेला दिवा 11:59 दिवा 2:20 पर्यंत दिवा 3:55 अपराह 4:42 पर्यंत रात्र 7:07 रात्र 8:44 पर्यंत निषेध खाद्य आज पोई और दिवा 4:48 पर बायण भक्षण निषेध। तो मेष ठारू आरंभ कर मीन राशि व्यक्ति कौन कही थाए आज आपणकर राशि कौन कही थाए आज आपणकर ग्रह नक्षत्र और आज आपको एपरी केउं उपाय करने आवश्यक जहाँफल आज आपणकर दिनटी अत्यंत शुभ सब्यस्त हो। यही क्रम सबुठ प्रथम आसतु जाना मेष राशि विषय मान सम्मान पर आंच आसपे आज संपूर्ण रूपे खराब मित्र और कुसंग दूरे रुहतु बर एकाकी रुहतु किंतु खराब मित्रों सह आज बिल्कुल भी मिशंतु नहीं कारण आपण अकारण ही समस्या भितर को छंदी हो पारती मनर कथार न जाए विवेकर सहारा नियंतु भूल हेब नहीं आज किसी भी कहवा पूर्व भल से चिंता विचार करंतु कारण केही आपनकर कथार अर्थ को अनर्थ करें। आज समस्त गुरुत्वपूर्ण निर्णय को ध्यानपूर्वक नियंतु शीघ्रता करंतु नहीं। छात्र छात्री माने विशृंखलित हेबे समय अपचय कर पश्चाताप करेंगे। व्यवसायी माने घोर प्रतिद्वंदितार सामना करेंगे। दाम्पत्य जीवन साधारण रहिब। आज दिनटी आपंक मिलामिशापूर्ण ही रहिब। हठात किसी शारीरिक असुस्थता देखादेव मन दुर्बल हेब अଯଥାରେ ଖର୍ଚ୍ଚାନ୍ତ ହେବେ। ଡାକ୍ତରଙ୍କ ପରାମର୍ଶ ଲୋଡ଼ି ପାରନ୍ତି। ସେଥିପାଇଁ ଆଜି ଆପଣ ବିଶେଷ ଭାବରେ ସ୍ୱାସ୍ଥ୍ୟକୁ ଜଗି ରଖି ଚଳନ୍ତୁ। ବାହାରର ଖାଦ୍ୟ ଜଙ୍କ ଫୁଡ୍ ଓ ଫାଷ୍ଟଫୁଡ୍ ପରି ଖାଦ୍ୟରୁ ଦୂରେଇ ରୁହନ୍ତୁ। ଶରୀରର ଯତ୍ନ ନିଅନ୍ତୁ। ଅବହେଳା କରନ୍ତୁ ନାହିଁ। ଯାତ୍ରାରେ ବିଘ୍ନ ଘଟିପାରେ। ଅଜାଣତରେ ପ୍ରତାରିତ ହୋଇପାରନ୍ତି। ପ୍ରିୟ ବ୍ୟକ୍ତିଙ୍କ ସହ ମନାନ୍ତର ଦେଖାଦେବ। ଆଜି କୌଣସି ବି ବଡ଼ ଧରଣର ନିବେଶ ଓ ନିର୍ଣ୍ଣୟ ନିଅନ୍ତୁ ନାହିଁ। ଆପଣଙ୍କ ଦ୍ୱାରା ଭୁଲ ନିର୍ଣ୍ଣୟ ହୋଇପାରେ। ଆଜିର ଦିନଟିକୁ ଏପରି ଭାବରେ ହିଁ ଯିବାକୁ ଦିଅନ୍ତୁ। ପଡ଼ୋଶୀମାନେ କିଛି ଅସୁବିଧାରେ ପକାଇ ପାରନ୍ତି। କ'ଣ କରିବେ ଓ କ'ଣ କରିବେ ନାହିଁ କିଛି ସ୍ଥିର କରିପାରିବେ ନାହିଁ। ଆଜି କଳହର ସମ୍ଭାବନା ରହୁଅଛି। ତ ଆଜି ବିଶେଷ ଭାବରେ କଥା କହିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ହଠାତ୍ କିଛି ବି କରନ୍ତୁ ନାହିଁ। ସମୟକୁ ଏପରି ଭାବରେ ହିଁ ଯିବାକୁ ଦିଅନ୍ତୁ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିରେ ବାଧା ଉପଜିବ। ଅଧିକ ପରିଶ୍ରମ କରିବେ କିନ୍ତୁ ପରିଶ୍ରମ ଅନୁଯାୟୀ ଫଳପ୍ରାପ୍ତି ହେବାରେ କିଛି ନା କିଛି ବାଧା ଉପଜିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ସ୍ନାନ କରିବା ପରେ ଗୋଟିଏ ତମ୍ବାର ପାତ୍ରରେ ଜଳ ନେଇ ସେଥିରେ ଅଳ୍ପ କୁକୁମ ପକାଇ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଓ ଆଜି ଆପଣ କୌଣସି ବି ବୟସ୍କ ବ୍ୟକ୍ତିଙ୍କର ଅପମାନ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ବୃଷ ରାଶି ବିଷୟରେ ଜାଣିବା। ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ। ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ଭବିଷ୍ୟତକୁ ନେଇ କୌଣସି ନୂଆ ଯୋଜନା କରିପାରନ୍ତି। ବ୍ୟବସାୟୀମାନେ ମଧ୍ୟ ନିଜର ବ୍ୟବସାୟକୁ ବଢ଼ାଇବା ଲାଗି କୌଣସି ଯୋଜନା ପ୍ରସ୍ତୁତ କରିପାରନ୍ତି। କିନ୍ତୁ ଆଜି ଆପଣ କୌଣସି ବଡ଼ ଧରଣର ନିବେଶ କରନ୍ତୁ ନାହିଁ। ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଅତିଶୀଘ୍ର କାହାରିକୁ ବି ବିଶ୍ୱାସ କରନ୍ତୁ ନାହିଁ। ଛୋଟିଆ ଅବସରରୁ ବି ବଡ଼ ଧରଣର କାମର ଆରମ୍ଭ ହୋଇଥାଏ। ତ କୌଣସି ବି ଅବସରକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ। ଆପଣ ସଫଳତା ଆଡ଼କୁ ଅଗ୍ରସର ଅଟନ୍ତି। ତ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ନ୍ତୁ। ଆଜି କଥା କଥାରେ ଲୋକଙ୍କୁ ବାନ୍ଧି ରଖିବେ। ଲୋକମାନେ ଆପଣଙ୍କର ବ୍ୟକ୍ତିତ୍ୱ ପ୍ରତି ଆକର୍ଷିତ ରହିବେ। ଆଜି ଆପଣଙ୍କୁ କିଛି ସମସ୍ୟାମାନଙ୍କର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଜି ଆପଣ କୌଣସି ନିର୍ଣ୍ଣୟ ଶୀଘ୍ରତାପୂର୍ବକ ନିଅନ୍ତୁ ନାହିଁ ଓ ରିସ୍କ ନେବା ଭଳି କାର୍ଯ୍ୟ କରନ୍ତୁ ନାହିଁ। ଆପଣଙ୍କର କେହି ନିକଟ ସମ୍ପର୍କୀୟ ଆପଣଙ୍କୁ ହଇରାଣ ହରକତ କରିପାରନ୍ତି। ତ ସାବଧାନ ରୁହନ୍ତୁ। ଆଜିର ଯାତ୍ରା ଆପଣଙ୍କର ସାର୍ଥକ ରହିବ। ମିତ୍ର ଓ ଶୁଭଚିନ୍ତକ ଆପଣଙ୍କର ସମର୍ଥନ କରିବେ। ଅଚାନକ ଧନପ୍ରାପ୍ତି ପରି ଯୋଗ ବନୁଅଛି। ପିଲାମାନଙ୍କ ତରଫରୁ କୌଣସି ଶୁଭ ଖବର ପ୍ରାପ୍ତ କରିବେ। ଆତ୍ମବିଶ୍ୱାସରେ ବୃଦ୍ଧି ଦେଖାଦେବ। ଯେଉଁ ବି କର୍ମ ଆଜି ହାତକୁ ନେବେ ତାକୁ ଶେଷ ନ କରିବା ପର୍ଯ୍ୟନ୍ତ ବସିବେ ନାହିଁ। ପାରିବାରିକ ଜୀବନରେ ବୁଝାମଣା ଦେଖାଦେବ। ପଡ଼ୋଶୀମାନଙ୍କ ସହ ସୁସମ୍ପର୍କ ବଜାୟ ରହିବ। ଷ୍ଟୁଡେଣ୍ଟସ୍ମାନଙ୍କ ଲାଗି ଦିନଟି ଶୁଭ। ବ୍ୟବସାୟୀ ଆଶା ଅନୁରୂପ ଲାଭ ପ୍ରାପ୍ତ କରିବେ। ତେବେ ଚାକିରି କ୍ଷେତ୍ରରେ ଅଳ୍ପ ବାଧା ରହୁଅଛି। ସହକର୍ମୀମାନଙ୍କ ଅସହଯୋଗ ମାନସିକ ଚିନ୍ତା ବଢ଼ାଇବ। ତ ଆଜି ଆପଣ ଅଫିସରେ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ମନ୍ଦିର କିମ୍ବା ଧର୍ମାନୁଷ୍ଠାନରେ କିଛି ସମୟ ପାଇଁ ସେବା ଦିଅନ୍ତୁ ଏବଂ ଆଜି ଆପଣ ମିଛ କୁହନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମିଥୁନ ରାଶି ବିଷୟରେ ଜାଣିବା। ରଚନାତ୍ମକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ ଓ ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ଲାଗି ଆଜିର ଦିନଟି ମନେ ରଖିବା ଭଳି ରହିବ। ଚାରିଦିଗରୁ ସଫଳତା ପ୍ରାପ୍ତ ହେବ। ଆପଣଙ୍କର ମନରେ ସନ୍ତୋଷର ଭାବନା ବଢ଼ିବ। ପିତାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ତେବେ ଆଜି ମଧ୍ୟାହ୍ନ ସମୟରେ ଅଳ୍ପ ଚିନ୍ତାଜନକ ପରିସ୍ଥିତିରେ ସମୟ କଟିପାରେ।
ସେଥିପାଇଁ ଆଜି ଆପଣ ଦୁଷ୍ଟ ବ୍ୟକ୍ତି ଓ ଦୁଷ୍ଟ ପ୍ରବୃତ୍ତିରେ ଦୂରେଇ ରୁହନ୍ତୁ। ଲଭ୍ ଲାଇଫ୍ ପାଇଁ ଦିନଟି ଅନୁକୂଳ। ପୂର୍ବ ଯୋଜନା ସଠିକ୍ ସମୟରେ ପୂରଣ କରିବେ। ଦୂରଯାତ୍ରାର ଯୋଗ ବନୁଅଛି। ଅଫିସ୍ କାମରେ ବାହାରକୁ ଯାଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହିତ ସମ୍ପନ୍ନ କରିବେ। ବନ୍ଧୁ ସମ୍ପର୍କ ବୃଦ୍ଧି ହେବ। ଛାତ୍ରଛାତ୍ରୀମାନଙ୍କୁ ଲାଗି ଦିନଟି ଅନୁକୂଳ ଓ ଶୁଭ ସାବ୍ୟସ୍ତ ହେବ। ଆଜି ଆପଣଙ୍କ ପାଇଁ ଭଲ ଦିନଟିଏ। ଆଜି ଆପଣଙ୍କର ସୁନ୍ଦର ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଆଜି ଆପଣ କିଛି ବି କରନ୍ତୁ, ଆପଣଙ୍କୁ ସଫଳତା ମିଳିବ। ଆପଣ ଅଧିକ ଲୋକପ୍ରିୟ ଅଟନ୍ତି। ଆପଣ ସୃଜନାତ୍ମକ ବି ଅଟନ୍ତି ଓ ନମ୍ର ମଧ୍ୟ ଅଟନ୍ତି। ଆପଣଙ୍କର ଏହି ଗୁଣ ହିଁ ଆପଣଙ୍କୁ ଏହି ସ୍ତରରେ ରଖିଅଛି। ଚାଲାକିପଣ ଓ ଅଭିମାନକୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ। ଆତ୍ମବିଶ୍ୱାସ ସହିତ କାର୍ଯ୍ୟ କରିବା ଆପଣଙ୍କ ପାଇଁ ଲାଭକାରୀ ହେବ। ଆଜିର ସମ୍ପୂର୍ଣ୍ଣ ଦିନଟି ଆପଣଙ୍କର ମନ ପ୍ରଫୁଲ୍ଲ ରହିବ। ଶାରୀରିକ ସୁସ୍ଥତା ପାଇଁ ଯୋଗ ବ୍ୟାୟାମକୁ ଗୁରୁତ୍ୱ ଦେବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ। ଆୟ ଭଲ ରହିବ। ପାରିବାରିକ ଶାନ୍ତି ଶୃଙ୍ଖଳା ବଜାୟ ରହିବ। କୌଣସି ଗୋଟିଏ ଶୁଭ ଖବର ହସ୍ତଗତ ହେବ। ଆପଣଙ୍କର ଜୀବନରେ ପ୍ରସନ୍ନତା ଆଣିଦେବ। ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ। କର୍ମଧାରାରେ ଉନ୍ନତି ଘଟିବ। ପଡ଼ୋଶୀ ଓ ବନ୍ଧୁମାନଙ୍କ ସହ ସମ୍ପର୍କରେ ସୁଧାର ଆସିବ। ବ୍ୟବସାୟୀମାନଙ୍କ ଲାଗି ଦିନଟି ଇଚ୍ଛା ମୁତାବକ ଫଳ ଦେଲା ପରି ରହିବ। ବ୍ୟାପାରକୁ ଆହୁରି ଉନ୍ନତ କରିବା ପାଇଁ କୌଣସି ନୂଆ ଯୋଜନା ମଧ୍ୟ କରିପାରନ୍ତି। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଆପଣଙ୍କର ନିଜର ଗୃହରେ ଥିବା ମନ୍ଦିରର କବାଟରେ ହଳଦୀ ଦ୍ୱାରା ସ୍ୱସ୍ତିକର ଚିହ୍ନ ଆଙ୍କନ୍ତୁ ଓ ଆଜି ଆପଣ କାହାର ବି ଥଟ୍ଟା ପରିହାସ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କର୍କଟ ରାଶି ବିଷୟରେ ଜାଣିବା। ବ୍ୟବସାୟୀମାନଙ୍କ ଲାଗି ଦିନଟି ଶୁଭ। ବ୍ୟବସାୟରେ ଯଥେଷ୍ଟ ଉନ୍ନତି ଅନୁଭବ କରିବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ସମ୍ମାନିତ ହୋଇପାରନ୍ତି। ପରିବାର ମଧ୍ୟରେ ସ୍ନେହ ଓ ଭଲ ପାଇବା ବୃଦ୍ଧି ହେବ। କାହାର ସାହାଯ୍ୟ ସହଯୋଗ ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। କିନ୍ତୁ ଆଜି ଆପଣ କାହା ଉପରେ ବି ଆବଶ୍ୟକତାଠାରୁ ଅଧିକ ଭରସା କରନ୍ତୁ ନାହିଁ। କେହି ନିକଟ ସମ୍ପର୍କୀୟ ଆପଣଙ୍କୁ ଧୋକା ଦେଇପାରନ୍ତି। ତ ଆଜି ଆପଣ ଦୁଷ୍ଟ ପ୍ରକୃତିର ଲୋକମାନଙ୍କଠାରୁ ଦୂରେଇ ରୁହନ୍ତୁ ଓ ନିଜର ଇଷ୍ଟ ଭଗବାନଙ୍କର ସ୍ମରଣ କରନ୍ତୁ। ସମ୍ପୂର୍ଣ୍ଣ ଦିନଟି ହସ ଖୁସିରେ କଟିବ। ଲଭ୍ ଲାଇଫ୍ ପାଇଁ ଦିନଟି ଶୁଭ। ମହିଳାମାନେ ଧର୍ମକର୍ମରେ ମନ ଦେବେ। ଆଜି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତାର ସମ୍ଭାବନା ଅଧିକ ରହିବ। ଅତିରିକ୍ତ ଉର୍ଜାର ଅନୁଭବ କରିବେ। ଦାୟିତ୍ୱ ଓ ଅଧିକାର ବଢ଼ିବ। ଧନ ସଞ୍ଚୟ ପାଇଁ ଆଗ୍ରହ ଉପୁଜିବ। ଆପଣଙ୍କ ଲାଗି ଆଜିର ଦିନଟି ଉତ୍ତମ ରହିବ। ଶରୀର ସୁସ୍ଥ ଓ ମନ ଭଲ ରହିବ। ଉର୍ଜାବାନ ଜଣାଯିବେ। ସମାଜରେ ମାନ ସମ୍ମାନରେ ବୃଦ୍ଧି ହେବ। ଆପଣ ଆଧ୍ୟାତ୍ମିକ ଦିଗ ଆଡ଼କୁ ଅଧିକ ଆକର୍ଷିତ ରହିବେ। କୌଣସି ଗୋଟିଏ ଅଭିଳାଷ ପୂରଣ ହେବ। ପ୍ରତିଯୋଗିତାରେ ସଫଳ ରହିବେ। ଗୁପ୍ତଧନ ପ୍ରାପ୍ତିର ଯୋଗ ବନୁଅଛି। କୌଣସି ମୂଲ୍ୟବାନ ଦ୍ରବ୍ୟ ମିଳିପାରେ। ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ଆଜି ଆପଣ ଅନୁଭବ କରିବେ କି କେବଳ ଧନ ହିଁ ଖୁସିର ଚାବି ନୁହେଁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଯୋଗ୍ୟତାର ଚର୍ଚ୍ଚା ହେବ। ଆପଣ ପ୍ରତ୍ୟେକ କ୍ଷେତ୍ରରେ ପ୍ରବୀଣ ଜଣାଯିବେ। ଧୈର୍ଯ୍ୟର ଏହି ସ୍ତରକୁ ଧାରଣ କରନ୍ତୁ। ନୂଆ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଆପଣଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ତେବେ ଆଜି କର୍କଟ ରାଶିରେ ହାତଚନ୍ଦ୍ର ଭୋଗ ହେତୁ ପ୍ରତିଟି କାର୍ଯ୍ୟକୁ ସତର୍କତାର ସହିତ କରନ୍ତୁ। ଯାନବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ। କୌଣସି ରିକ୍ସନୀୟ କାର୍ଯ୍ୟ ଆଜି କରନ୍ତୁ ନାହିଁ ଓ ଦୂରଯାତ୍ରା କରୁଥିଲେ ସାବଧାନ ଓ ସତର୍କ ରୁହନ୍ତୁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଓମ୍ ନମଃ ଶିବାୟ ଏହି ମନ୍ତ୍ରଟିକୁ ଅଧିକରୁ ଅଧିକ ଜପ କରନ୍ତୁ ଓ କୌଣସି ଗୋଟିଏ ଗାଈକୁ ପେଟ ପୂରା ଖାଇବାକୁ ଦିଅନ୍ତୁ। ଏବଂ ଆଜି ଆପଣ କାହାରି ଉପରେ ବି ଅଧିକ କ୍ରୋଧ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ସିଂହ ରାଶି ବିଷୟରେ ଜାଣିବା। ଦୃଢ଼ତା ଓ କୁଶଳତା ପରି ଗୁଣର ବିକାଶ ହେବ। ଆପଣ ଭିଡ଼ ଭିତରେ ନ ଚାଲି ଅଲଗା ଚାଲିବାକୁ ଚେଷ୍ଟା କରନ୍ତୁ। ସଫଳ ରହିବେ। ତେବେ ଆଜି ଆପଣ ଅଳ୍ପ ଚିଡ଼ିଚିଡ଼ା ଓ ଅଳ୍ପ ଅସ୍ଥିରତା ଅନୁଭବ କରିପାରନ୍ତି। କିନ୍ତୁ ଆଜି ଆପଣଙ୍କର କୌଣସି ଗୋଟିଏ ପୂର୍ବ ଯୋଜନା ଫଳବତୀ ହେବାରୁ ଆପଣ ଖୁସି ରହିବେ। ସ୍ୱାସ୍ଥ୍ୟ ଭଲ ରହିବ। ଆଜି ଆପଣ ନୂଆ ନୂଆ ଲୋକଙ୍କ ସହିତ ଭେଟିବେ ଓ ଏହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭକାରୀ ସିଦ୍ଧ ହେବ। ମାତାପିତାଙ୍କର ଆଶୀର୍ବାଦ ଓ ସହଯୋଗ ପ୍ରାପ୍ତ ହେବ। ମନ ଉଦାସ ପ୍ରକୃତିର ରହିବ। ଶାରୀରିକ ସଚେତନତାର ଆବଶ୍ୟକତା ରହିଛି। କିଛି ଛୋଟ ମୋଟ ଶାରୀରିକ ସମସ୍ୟା ଦେଖାଦେଇପାରେ। ଚାକିରିଆଙ୍କ ଲାଗି କର୍ମକ୍ଷେତ୍ର ଶାନ୍ତିପ୍ରଦ ରହିବ। ଆପଣଙ୍କର ଧ୍ୟାନ କେନ୍ଦ୍ରିତ ରହିବ। ପରିଶ୍ରମୀ ରହିବେ। ଯୋଜନାକୁ ସଫଳ କରିବା ପାଇଁ ଆପଣ ସହକର୍ମୀମାନଙ୍କର ଅଧିକ ସମର୍ଥନ ପାଇବା ପାଇଁ ନିଜର କଥାବାର୍ତ୍ତାକୁ ଆଗକୁ ବଢ଼ାନ୍ତୁ। ବ୍ୟାପାରରେ ନିଜର ପ୍ରଖର ବୃଦ୍ଧି ପାଇଁ ପ୍ରଶଂସା ଓ ସମ୍ମାନର ପାତ୍ର ହେବେ। ଆର୍ଥିକ ରୂପରେ ଆପଣ ସୁରକ୍ଷିତ ଅନୁଭବ କରିବେ ଓ ଆପଣ ସମ୍ପତ୍ତିରେ ନିବେଶ କରିପାରନ୍ତି। ଯାତ୍ରାର ଯୋଗ ରହୁଅଛି। କୌଣସି ଧାର୍ମିକ ସ୍ଥାନ ଭ୍ରମଣ କରିବାକୁ ଯାଇପାରନ୍ତି। ଆଜି ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚ ରହିବ। ସାଇ ପଡ଼ିଶା ଆପଣଙ୍କର ବ୍ୟବହାରରେ ଖୁସି ରହିବେ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଶୁଭ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ସାମାଜିକ ରୂପରେ ଆପଣ ସକ୍ରିୟ ରହିବେ। ଯଦି ଆପଣ ଅବିବାହିତ ଅଛନ୍ତି ତ ବିବାହକୁ ନେଇ ବିଚାର କରିବେ। ଆପଣ ଆନ୍ତରିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଧ୍ୟାନ କରିବା ମୋଡ଼ରେ ଆସନ୍ତି। ଘରର ସମସ୍ୟାମାନଙ୍କରେ ଭାଗ ନେବା ଦ୍ୱାରା ସମାଧାନର ବାଟ ପାଇବେ। ଆପଣଙ୍କର ଜୀବନରେ ପରିବର୍ତ୍ତନର ସମୟ ଚାଲୁଅଛି।
ତା ଜୀବନକୁ ସର୍ବଦା ସକାରାତ୍ମକ ଭାବରେ ନିଅନ୍ତୁ ଓ କୌଣସି ବି ଭଲ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଘରର ଛାତ ଉପରେ କିମ୍ବା ଘର ବାହାରେ 2ଟି ପାତ୍ରରେ ଗୋଟିଏ ପାତ୍ରରେ ଜଳ ଓ ଅନ୍ୟ ପାତ୍ରରେ 7ଟି ପ୍ରକାର ଦାନା ମିଶାଇ ବାହାରେ ରଖିଦିଅନ୍ତୁ ଓ ଆଜି ଆପଣ କୌଣସି ଅଚିହ୍ନା ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କନ୍ୟା ରାଶି ବିଷୟରେ ଜାଣିବା। ଅଫିସରେ ବାତାବରଣ ଅଶାନ୍ତ ରହିବ। କିଛି ଗୋଟିଏ ସାମାନ୍ୟ ଘଟଣାର ଦ୍ୱନ୍ଦ୍ୱ ଉପୁଜିବ। ସେଥିପାଇଁ ଆଜି ଆପଣଙ୍କୁ ବିଶେଷ ଭାବରେ ବାକ୍ ସଂଯମର ଆବଶ୍ୟକତା ପଡ଼ିବ। ଦିନସାରା ବ୍ୟସ୍ତ ରହିବେ। ଆଜି ଆପଣ ସାମାନ୍ୟ କ୍ରୋଧୀ ଜଣାଯିବେ। ଚିଡ଼ିଚିଡ଼ା ସ୍ୱଭାବ ଦେଖାଦେବ। ଟିକେ ଟିକେ କଥାରେ ରାଗିଯିବା ଭଳି ସ୍ଥିତି ଉପୁଜିବ। ତ ସାବଧାନ ରୁହନ୍ତୁ। ଯେଉଁ ବି କାର୍ଯ୍ୟ ବା ନିଷ୍ପତ୍ତି ନେଉଛନ୍ତି ଭଲସେ ଚିନ୍ତା ବିଚାର କରିକି ହିଁ ନିଅନ୍ତୁ। ବଡ଼ ଧରଣର ପରିବର୍ତ୍ତନ, ନିଷ୍ପତ୍ତି ଓ ନିବେଶଠାରୁ ଆଜି ଦୂରେଇ ରୁହନ୍ତୁ। ପ୍ରତ୍ୟେକଟି କ୍ଷେତ୍ରରେ ସତର୍କତାର ଆବଶ୍ୟକତା ରହିଛି। ନିଆଁ ଓ ପାଣି ପ୍ରତି ସତର୍କ ରୁହନ୍ତୁ। ଯାନବାହନ ଚଳାଇବା ସମୟରେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଓ କୌଣସି ବି ରିସ୍କ ନେବା ଭଳି କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଜିର ଦିନଟି ଆପଣଙ୍କ ଲାଗି ସାଧାରଣ ରହିବ। ସ୍ୱାସ୍ଥ୍ୟ ହେତୁକ କିଛି ସମସ୍ୟା ଦେଖାଦେବ। ମୁଣ୍ଡରେ ଭାରୀପଣ ରହିବ। ଆଖିର ଆଜି ବିଶେଷ ଯତ୍ନ ନିଅନ୍ତୁ। ଆଜିର ଦିନରେ ମୋବାଇଲରେ କିମ୍ବା କମ୍ପ୍ୟୁଟର ଆଦିର ଅଧିକ ପ୍ରୟୋଗ କରନ୍ତୁ ନାହିଁ। କଷ୍ଟେମଷ୍ଟେ ଅନିଚ୍ଛା ସତ୍ତ୍ୱେ କାର୍ଯ୍ୟ ନିର୍ବାହ କରିବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବା କାରଣରୁ ଚିନ୍ତିତ ରହିବେ। ବ୍ୟାପାରୀମାନେ ନିଜର ବ୍ୟାପାରକୁ ବଢ଼ାଇବା ପାଇଁ କିଛି ସ୍ଥାନକୁ ଯିବା ଆସିବା କରିବାକୁ ପଡ଼ିପାରେ। ପୂର୍ବ ଯୋଜନା ମୁତାବକ କାର୍ଯ୍ୟ କରିବାରେ କିଛି ବାଧା ଉପୁଜିବ। ଜୀବନସାଥୀଙ୍କ ସହ ମତଭେଦ ଓ ମତଦ୍ୱନ୍ଦ୍ୱ ଦେଖାଦେଇପାରେ। ସେଥିପାଇଁ ଆଜି ଆପଣ କଟୁ ଶବ୍ଦର ବ୍ୟବହାର କରନ୍ତୁ ନାହିଁ ଓ ଅନ୍ୟର ମନରେ କଷ୍ଟ ହେବା ଭଳି ଶବ୍ଦ ଭୁଲରେ ବି କୁହନ୍ତୁ ନାହିଁ, ନାହିଁ ତ ସମସ୍ୟା ବଢ଼ିପାରେ। ପାଖ ପଡ଼ୋଶୀଙ୍କ ମିଥ୍ୟା ନିନ୍ଦାପବାଦର ଶିକାର ହୋଇପାରନ୍ତି। ତ ସେଥିପାଇଁ ସାବଧାନ ରୁହନ୍ତୁ। ବିଦ୍ୟାର୍ଥୀମାନଙ୍କ ଲାଗି ଦିନଟି ସାଧାରଣ ରହିବ। ନାହିଁ ଅଧିକା ଭଲ, ନାହିଁ ଅଧିକା ଖରାପ। ପରୋପକାର କରି ଅପଦସ୍ଥ ହେବେ। କାର୍ଯ୍ୟଭାର ବୃଦ୍ଧି ପାଇବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଗୋଟିଏ ମନ୍ଦିର ଦର୍ଶନରେ ଯାଆନ୍ତୁ ଓ ସେଠାରେ ଘିଅର ଦୀପଟିଏ ଜାଳନ୍ତୁ ଓ ଆଜି ଆପଣ ଲାଲ ରଙ୍ଗକୁ ଆଭଏଡ୍ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ତୁଳା ରାଶି ବିଷୟରେ ଜାଣିବା। ଅଯଥାରେ କୌଣସି ଗୋଟିଏ ବିବାଦରେ ଫସି ପାରନ୍ତି। ସେଥିପାଇଁ ଆଜି ଆପଣ ଯେତେ ସମ୍ଭବ ମୌନ ଧାରଣ କରନ୍ତୁ ଓ ବାକି କଥା ହେବା ସମୟରେ ବାକ୍ ସଂଯମତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ରହିଛି, କାରଣ କିଛି ଛୋଟମୋଟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ମୁଣ୍ଡବିନ୍ଧା ଓ ଆଣ୍ଠୁଗଣ୍ଠି ପରି କିଛି ସମସ୍ୟା ଭୋଗିପାରନ୍ତି, କିନ୍ତୁ ଆର୍ଥିକ ପକ୍ଷ ମଜବୁତ ରହିବ। ଖର୍ଚ୍ଚ କମ୍ ଓ ଆୟ ଅଧିକ ରହିବ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ପିତାଙ୍କର ସପୋର୍ଟ ପ୍ରାପ୍ତ ହେବ। ବନ୍ଧୁ ମିଳନ ସହ ଉତ୍ତମ ଭୋଜନର ଯୋଗ ରହୁଅଛି। କ୍ରୀଡ଼ାବିତମାନଙ୍କ ଲାଗି ସମ୍ପୂର୍ଣ୍ଣ ଦିନଟି ଶୁଭ। ବ୍ୟବସାୟୀମାନେ ଆଶା ମୁତାବକ ଲାଭପ୍ରାପ୍ତ କରିବେ। ଦେବଦର୍ଶନରେ ଆନନ୍ଦ ପାଇବେ। ଉଚ୍ଚ ଅଭିଳାଷୀ ହେବେ। ଚୋରି ଦ୍ରବ୍ୟର ସନ୍ଧାନ ପାଇବେ। ଛାତ୍ରଛାତ୍ରୀମାନେ ଜିଦ୍ଦି ସ୍ୱଭାବର ହେବେ। ଗୁରୁଜନମାନଙ୍କ ଆଜ୍ଞାକୁ ଅବଜ୍ଞା କରି ପଶ୍ଚାତାପ କରିବେ। ଆଜି ଅଧିକ ଧୈର୍ଯ୍ୟର ଆବଶ୍ୟକତା ପଡ଼ିବ। ଚାକିରି ଓ ବ୍ୟବସାୟୀ ଉଭୟଙ୍କ ପାଇଁ ଆଜିର ଦିନଟି ମିଳାମିଶାପୂର୍ଣ୍ଣ ରହିବ। ମନ ଦୁର୍ବଳ ହେବ। ଭାତୃ ବିବାଦ ପାଇଁ ଅଶାନ୍ତି ଉପୁଜିବ। କୁଟୁମ୍ବ ହେତୁକୁ ଅଶାନ୍ତି ବଢ଼ିବ। ପୈତୃକ ସମ୍ପତ୍ତି ଭାଗବଣ୍ଟନ ହୋଇପାରେ। କୋର୍ଟ କଚେରୀ ମାମଲା ଆପଣଙ୍କର ବିପକ୍ଷରେ ଯାଇପାରେ। ମନରେ ଅଶାନ୍ତି ଅନୁଭବ କରିବେ। ପରିସ୍ଥିତିରୁ ଭୟ ଉପୁଜିବ। ଅଯଥା ଶତ୍ରୁ ବିବାଦରେ ପଡ଼ିପାରନ୍ତି। ତ ଆଜି ଆପଣ କାହାରିକୁ ବି ଅତି ସହଜରେ ବିଶ୍ୱାସ କରନ୍ତୁ ନାହିଁ ଓ ନିଜର କୌଣସି ଗୁପ୍ତ କଥା କାହାରିକୁ ବି କୁହନ୍ତୁ ନାହିଁ। ନିଶାଦ୍ରବ୍ୟଠାରୁ ସମ୍ପୂର୍ଣ୍ଣ ରୂପରେ ଦୂରେଇ ରୁହନ୍ତୁ। ଆଜି କଳହର ସମ୍ଭାବନା ରହୁଅଛି। ତ ଆଜି ବିଶେଷ ଭାବରେ କଥା କହିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ହଠାତ୍ କିଛି ବି କରନ୍ତୁ ନାହିଁ। ସମୟକୁ ଏପରି ଭାବରେ ହିଁ ଯିବାକୁ ଦିଅନ୍ତୁ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ, କାରଣ ସମ୍ମାନହାନିର ଯୋଗ ବନୁଅଛି। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ପଣ୍ଡିତ କିମ୍ବା ବ୍ରାହ୍ମଣଙ୍କ ଦ୍ୱାରା ନିଜର ଡାହାଣ ହାତରେ ରକ୍ଷାସୂତ ବାନ୍ଧନ୍ତୁ ଏବଂ ଆଜି ଆପଣ କୌଣସି ବ୍ୟକ୍ତି ନଥିବା ସମୟରେ ତାଙ୍କର କୌଣସି ଆଲୋଚନା କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ବିଚାରରାଶି ବିଷୟରେ ଜାଣିବା। ଆଜି ଆପଣ ସକାରାତ୍ମକ ବିଚାର ସମ୍ପନ୍ନ ରହିବେ ଓ ଯେ କେହି ବି ଆପଣଙ୍କ ପ୍ରତି ପ୍ରଭାବିତ ରହିବେ। ଆଜି ଆପଣ କାହାରିକୁ କିଛି ସାହାଯ୍ୟ ସହଯୋଗ କରିପାରନ୍ତି। କୌଣସି କାର୍ଯ୍ୟରେ ଜୀବନସାଥୀଙ୍କର ସହଯୋଗ ଲୋଡ଼ିପାରନ୍ତି। ଜୀବନରେ ଖୁସିର ବର୍ଷା ହେବ। ଯାହାକୁ ଯାହା କହିବେ କେହି ଆପଣଙ୍କର କଥାକୁ ଭାଙ୍ଗି ପାରିବେ ନାହିଁ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂଆ ପରିଯୋଜନା ମିଳିବ। ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପିଲାମାନଙ୍କ ସହ କୌଣସି ସ୍ଥାନକୁ ବୁଲି ଯାଇପାରନ୍ତି। କୌଣସି ଧାର୍ମିକ କିମ୍ବା ସାମାଜିକ କ୍ଷେତ୍ରରେ ପ୍ରଶଂସାର ପାତ୍ର ହୋଇପାରନ୍ତି। ପୂର୍ବ ଯୋଜନା ମୁତାବକ କାର୍ଯ୍ୟ କରିବେ। ଆର୍ଥିକ ପକ୍ଷ ମଜବୁତ ରହିବ। ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଓ ସମ୍ପୂର୍ଣ୍ଣ ଦିନଟି ମନରେ ପ୍ରସନ୍ନତା ରହିବ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ନାହିଁ। ସ୍ୱାସ୍ଥ୍ୟ ଭଲ ହିଁ ରହିବ। ଷ୍ଟୁଡେଣ୍ଟମାନଙ୍କ ପାଇଁ ମଧ୍ୟ ଆଜିର ଦିନଟି ଅନୁକୂଳ ଓ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ଉର୍ଜାର ସ୍ତର ଭଲ ରହିବ। ନିଜକୁ ସୁସ୍ଥ ସବଳ ଅନୁଭବ କରିବେ।
ସାହସର ବୃଦ୍ଧି ଘଟିବ। ସଫଳତା ହାସଲ କରିବା ପାଇଁ ତତ୍ପର ରହିବେ। ବ୍ୟାପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ଜୀବନସାଥୀଙ୍କ ଉନ୍ନତିରେ ଜୀବନରେ ମଧୁରତା ଆସିବ। ମହିଳାମାନଙ୍କୁ କିଛି ଖାସ୍ ଖୁସିର ଅବସର ମିଳିବ। କାରବାରୀଙ୍କୁ ଧନଲାଭ ହେବ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶଂସା କରିବେ। କର୍ମକ୍ଷେତ୍ରରେ ଉତ୍ସାହର ସହିତ ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ। ଆୟ ଉତ୍ତମ ରହିବ। ଆର୍ଥିକ ସ୍ଥିତିରେ ସୁଧାର ପାଇଁ କୌଣସି ନୂଆ ଯୋଜନା କରିପାରନ୍ତି। କ୍ୟାରିୟର କ୍ଷେତ୍ରରେ ଆଜି ଆପଣ ସଫଳ ରହିବେ। ଆଜି ଆପଣଙ୍କୁ କୌଣସି ଏକ ବଡ଼ ଦାୟିତ୍ୱ ମିଳିପାରେ। ଚାକିରି କିମ୍ବା ବିଜନେସ୍ ସହିତ ଜଡ଼ିତ କୌଣସି ବଡ଼ ନିର୍ଣ୍ଣୟ ନେବାକୁ ଚାହାନ୍ତି ତ ନେଇପାରନ୍ତି। ପାରିବାରିକ ଜୀବନ ସୁଖମୟ ରହିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଗୋଟିଏ ବରପତ୍ର ନିଅନ୍ତୁ ଓ ସେଥିରେ କେଶର ଦ୍ୱାରା ନିଜର ମନୋକାମନାକୁ ଲେଖି ବହିଯାଉଥିବା ଜଳରାଶିରେ ପ୍ରବାହିତ କରିଦିଅନ୍ତୁ। ଓ ଆଜି ଆପଣ କାହାର ବି ହୃଦୟରେ ଦୁଃଖ ଦିଅନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ଧନୁରାଶି ବିଷୟରେ ଜାଣିବା। ଯୋଗାଯୋଗ ବିଫଳ ହେବ। ଲକ୍ଷ୍ୟ ଦୂରେଇ ଯିବ। ମନର ବଳ କମିବ। ପଡ଼ୋଶୀମାନଙ୍କ ସମ୍ପର୍କରେ ମନୋମାଳିନ୍ୟ ଦେଖାଦେବ। ଆଜି କଳହର ସମ୍ଭାବନା ରହୁଅଛି। ତ ଆଜି ବିଶେଷ ଭାବରେ କଥା କହିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ହଠାତ୍ କିଛି ବି କରନ୍ତୁ ନାହିଁ। ସମୟକୁ ଏପରି ଭାବରେ ହିଁ ଯିବାକୁ ଦିଅନ୍ତୁ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ। ଆଜି ଅଧିକ ଧୈର୍ଯ୍ୟର ଆବଶ୍ୟକତା ପଡ଼ିବ। ଚାକିରି ଓ ବ୍ୟବସାୟୀ ଉଭୟଙ୍କ ପାଇଁ ଆଜିର ଦିନଟି ମିଳାମିଶାପୂର୍ଣ୍ଣ ରହିବ। ଇଚ୍ଛା ନଥାଇ କାର୍ଯ୍ୟ କରିବାକୁ ବାଧ୍ୟ ହେବେ। ପିଲାମାନେ ଜିଦଖୋର ସ୍ୱଭାବର ହେବେ। ପିଲାମାନଙ୍କ ପାଇଁ ମଧ୍ୟ ଚିନ୍ତିତ ରହିପାରନ୍ତି। ଅଚାନକ କୌଣସି କ୍ଷେତ୍ର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ଆଜି କୌଣସି ଅଜଣା ଲୋକ ଦ୍ୱାରା ଉପକୃତ ହେବେ, ଯାହାକି ଆପଣଙ୍କର ଭବିଷ୍ୟତ ପାଇଁ ଲାଭକାରୀ ସିଦ୍ଧ ହେବ। ଧୈର୍ଯ୍ୟ ଓ ସାହସର ସହିତ କାର୍ଯ୍ୟ କଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଆଜି ଆପଣଙ୍କର ଦିନଟି ମିଳାମିଶାପୂର୍ଣ୍ଣ ରହିବ। ମାଲି ମୁକଦ୍ଦମା ହେବାର ଖବର ପ୍ରାପ୍ତ କରିପାରନ୍ତି। ଶତ୍ରୁ ଆପଣଙ୍କର ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି। ପିତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ରହିବେ। କୌଣସି ଗୋଟିଏ କାର୍ଯ୍ୟରେ ଆସ୍ଥା ହରାଇ ପାରନ୍ତି। ସ୍ୱାସ୍ଥ୍ୟ ଚିନ୍ତାଜନକ ରହିବ। ସେଥିପାଇଁ ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ରହିଛି। ଲଭ୍ ଲାଇଫ୍ ପାଇଁ ଦିନଟି ଅନୁକୂଳ ନୁହେଁ। ଯଥାସମ୍ଭବ ଆଜି ଉଭୟଙ୍କଠାରୁ ଦୂରେଇ ରୁହନ୍ତୁ। ଆଳସ୍ୟ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟ ଉଚିତ ସମୟରେ ନ ହେବା କାରଣରୁ ମନ ବିଷର୍ଣ୍ଣ ରହିବ। ମହିଳାମାନଙ୍କ ପାଇଁ ଦିନଟି ସାଧାରଣ ରହିବ। ଦାମ୍ପତ୍ୟ ଜୀବନରେ କିଛି ଛୋଟ ଛୋଟ ସମସ୍ୟା ଦେଖାଦେବ। ଅଯଥାରେ ସମ୍ମାନହାନି ଘଟିପାରେ। ବ୍ୟବସାୟୀମାନଙ୍କୁ ଅଳ୍ପ ଲାଭରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ମୋହରେ ପଡ଼ି କୌଣସି ଅକାର୍ଯ୍ୟ କରିପାରନ୍ତି। ସେଥିପାଇଁ ସାବଧାନ ରୁହନ୍ତୁ। ଜଞ୍ଜାଳ ଏଡ଼ାଇବାର ଚେଷ୍ଟାରେ ଦିନଟି କଟିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଗୋଟିଏ ତମ୍ବା ପାତ୍ରରେ ଜଳ ଭରି ଏବଂ ସେଥିରେ ଅଳ୍ପ ଲାଲ ଚନ୍ଦନ ପକାଇ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଓ ଆଜି ଆପଣ ବ୍ଲାକ୍ କଲରକୁ ଆଭଏଡ୍ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମକର ରାଶି ବିଷୟରେ ଜାଣିବା। ଏହାଦ୍ୱାରା ସମସ୍ୟାରେ ପଡ଼ିବେ। ଇଚ୍ଛା ନଥାଇ ବି କୌଣସି ଗୋଟିଏ କାର୍ଯ୍ୟ ବାଧ୍ୟ ହୋଇ କରିବାକୁ ପଡ଼ିବ। ହଠାତ୍ କୌଣସି କଳହ ହାତରେ ଜଡ଼ିତ ହୋଇପାରନ୍ତି। ସେଥିପାଇଁ ସାବଧାନ ରୁହନ୍ତୁ। ଯୋଜନାରେ ତ୍ରୁଟି ଦେଖାଦେବ। ବନ୍ଧୁ ସହଯୋଗ ମିଳିବ ନାହିଁ। ଅବାଞ୍ଛିତ ପରିସ୍ଥିତି ଉପୁଜିବ। ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଦେଖାଦେବ। ବୃଥା ଆଲୋଚନାରେ ସମୟ ନଷ୍ଟ କରି ପଶ୍ଚାତାପ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ନାହିଁ। ପରିଶ୍ରମ ବୃଥା ହେବ। ମିତ୍ରଙ୍କଠାରୁ ମିଳିଥିବା ଧୋକା ଆପଣଙ୍କର ଚିନ୍ତା ବଢ଼ାଇବ। ଦାନ ଧର୍ମ ଓ ସେବାମୂଳକ କାର୍ଯ୍ୟ କରିବା ତଥା ନିଜ କଥା ନ ଭାବି ଅନ୍ୟମାନଙ୍କ ପାଇଁ କିଛି କରିବା ଆପଣଙ୍କୁ ଶାନ୍ତି ପ୍ରଦାନ କରିବ। ମନ ବିଚଳିତ ରହିବ। ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ରହିବ। ତ ଆଜି ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ପାରିବାରିକ ଜୀବନରେ ବୁଝାମଣାର ଅଭାବ ଦେଖାଦେବ। ଅଚାନକ କଳହରେ ପଡ଼ିପାରନ୍ତି। ବାଧ୍ୟ ହୋଇ ଅକାର୍ଯ୍ୟ କରିପାରନ୍ତି। ତ ଆଜି ବିଶେଷ ଭାବରେ କୁସଙ୍ଗ ଓ ଖରାପ ମିତ୍ରଙ୍କଠାରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନରେ ନାନା ସମସ୍ୟାମାନ ଦେଖାଦେବ। ଆଜି କୌଣସି ବଡ଼ ନିର୍ଣ୍ଣୟ ନେବା ପୂର୍ବରୁ ଅତି କମ୍ରେ 10 ଥର ଭାବିବାକୁ ପଡ଼ିବ। କାରଣ ଆଜି ଆପଣ କିଛି ଭୁଲ ନିର୍ଣ୍ଣୟ କରିପାରନ୍ତି। ଆମୋଦ ପ୍ରମୋଦ ପ୍ରତି ଆକର୍ଷଣ ବଢ଼ିବ। ଯାନବାହନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବ। ପଡ଼ୋଶୀମାନଙ୍କ ସହ ସମ୍ପର୍କରେ ତିକ୍ତତା ଦେଖାଦେବ। ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ କରିବାରେ କୌଣସି ନା କୌଣସି ବାଧା ଉପୁଜିବ। ଯାତ୍ରା ଆଦିରେ ଖର୍ଚ୍ଚ ବଢ଼ିବ। କୌଣସି ନିକଟ ସମ୍ପର୍କୀୟ ଆପଣଙ୍କ ପ୍ରତି ବିଶ୍ୱାସଘାତକତା କରିପାରନ୍ତି। ସେଥିପାଇଁ ଆଜି ଆପଣଙ୍କୁ କାହାରିକୁ ବି ଆବଶ୍ୟକତାଠାରୁ ଅଧିକ ବିଶ୍ୱାସ କରିବା ଠିକ୍ ନୁହେଁ। ନିଜର କୌଣସି ବି ଗୁପ୍ତ କଥା କାହାରିକୁ ବି କୁହନ୍ତୁ ନାହିଁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଭଗବାନ ଶିବଙ୍କୁ ଦର୍ଶନ କରନ୍ତୁ ଓ ଭଗବାନଙ୍କ ନିକଟରେ ବେଲପତ୍ର ଓ ସୁବାସିତ ଧଳା ଫୁଲ ଲାଗି କରନ୍ତୁ। ଓ ଆଜି ଆପଣ କୌଣସି ବି କାମରେ ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କୁମ୍ଭ ରାଶି ବିଷୟରେ ଜାଣିବା। ଭାଇ ଭାଇ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ। ତ ଆଜି କିଛି ବି କହିବା ପୂର୍ବରୁ ଅତି କମ୍ରେ 10 ଥର ଭାବନ୍ତୁ। କାରଣ ଆପଣଙ୍କର ଭଲ କଥା ବି ଲୋକମାନଙ୍କୁ ଖରାପ ଲାଗିପାରେ। ଅର୍ଥରୁ ଅନର୍ଥ ଘଟିପାରେ। ମାନସିକ ଉଦ୍ବେଗ ବଢ଼ିବ।
କିଛି ଅପ୍ରିୟ ପରିସ୍ଥିତିରେ ପଡ଼ିପାରନ୍ତି। କ'ଣ କରିବେ ଓ କ'ଣ କରିବେ ନାହିଁ ଏପରି କିଛି ପରିସ୍ଥିତି ପଡ଼ିପାରେ। କାରଣ ଆପଣଙ୍କ ଦ୍ୱାରା ଭୁଲ ହୋଇପାରେ। ବ୍ୟାପାରୀମାନଙ୍କୁ ସାମାନ୍ୟ ଧନ ଲାଭରେ ସନ୍ତୁଷ୍ଟ ହେବାକୁ ପଡ଼ିବ। କୌଣସି ଗୋଟିଏ କାରଣ ପାଇଁ ମନରେ ସନ୍ଦେହ ଉପୁଜିବ। ପିଲାମାନେ ଅବାଧ୍ୟ ହେବେ। ପାଠପଢ଼ାରେ ସଠିକ୍ ଭାବରେ ମନ ଲଗାଇ ପାରିବେ ନାହିଁ। ତ ଆଜି ଯେଉଁ ବି କାର୍ଯ୍ୟ କରିବେ ଭାବିଚିନ୍ତି ହିଁ କରିବା ଆବଶ୍ୟକ। ଦାମ୍ପତ୍ୟ ଜୀବନ ସାଧାରଣ ରହିବ। ମୁଣ୍ଡରେ ସାମାନ୍ୟ ଭାରିପଣ ରହିବ। ଆଜିର ଦିନଟି ଆପଣଙ୍କ ପାଇଁ ମିଳାମିଶାପୂର୍ଣ୍ଣ ରହିବ। ବନ୍ଧୁବର୍ଗରେ ଅପ୍ରିୟ ହୋଇପାରନ୍ତି। ବ୍ୟବହାର ବଢ଼ିବ। ମର୍ଯ୍ୟାଦା ହାନିର ଆଶଙ୍କା ବଢ଼ିବ। ବିଚାରରେ ବିଭ୍ରାଟ ଘଟିପାରେ। ଦିନର ଅଧିକାଂଶ ସମୟ କୌଣସି ଗୋଟିଏ ଚିନ୍ତାରେ ରହିପାରନ୍ତି। କାହାର ସ୍ୱାସ୍ଥ୍ୟକୁ ନେଇ ଆପଣ ଦୁଃଖରେ ରହିବେ। କୋର୍ଟ କଚେରୀ ମାମଲା ଆପଣଙ୍କର ବିପକ୍ଷରେ ଯାଇପାରେ। ଚାପରେ ପଡ଼ି କାର୍ଯ୍ୟ କରିବେ। କୌଣସି ଶାରୀରିକ କଷ୍ଟର ଯୋଗ ବନୁଅଛି। ସେଥିପାଇଁ ଆଜି ଆପଣ ଯାନବାହନ ଚଳାଇବା ସମୟରେ ବିଶେଷ ସାବଧାନ ରହିବେ ଓ ବାହାରର ଖାଦ୍ୟ ପଦାର୍ଥ ଓ କୁସଙ୍ଗଠାରୁ ସମ୍ପୂର୍ଣ୍ଣ ରୂପରେ ଦୂରେଇ ରହିବାକୁ ପଡ଼ିବ। ପୂର୍ବ ଯୋଜନା ସଠିକ୍ ସମୟରେ କରିବାରେ ବାଧା ଉପୁଜିବ। ଆଜି କଳହର ସମ୍ଭାବନା ରହୁଅଛି। ତ ଆଜି ବିଶେଷ ଭାବରେ କଥା କହିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ହଠାତ୍ କିଛି ବି କରନ୍ତୁ ନାହିଁ। ସମୟକୁ ଏପରି ଭାବରେ ହିଁ ଯିବାକୁ ଦିଅନ୍ତୁ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତିରେ ବାଧା ଉପୁଜିବ। ତେବେ ଆଜି ମକର ରାଶିରେ ଘାତଚନ୍ଦ୍ର ଭୋଗ ହେତୁ ପ୍ରତିଟି କାର୍ଯ୍ୟକୁ ସତର୍କ ପ୍ରସ୍ତୁତ କରନ୍ତୁ। ଯାନବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ। କୌଣସି ରିକ୍ସନୀୟ କାର୍ଯ୍ୟ ଆଜି କରନ୍ତୁ ନାହିଁ ଓ ଦୂରଯାତ୍ରା କରୁଥିଲେ ସାବଧାନ ଓ ସତର୍କ ରୁହନ୍ତୁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ନିଜର ଭୋଜନରୁ ଗୋଟିଏ ରୁଟି ପ୍ରଥମରୁ କାଢ଼ି ନିଅନ୍ତୁ ଓ ତାହାକୁ କୌଣସି ଗୋଟିଏ ଗାଈକୁ ଖାଇବାକୁ ଦିଅନ୍ତୁ। ଏବଂ ଆଜି ଆପଣ ଆପଣଙ୍କର ହୃଦୟର କଥା ବା ନିଜର ଲକ୍ଷ୍ୟ କାହା ଆଗରେ ବି କୁହନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମୀନ ରାଶି ବିଷୟରେ ଜାଣିବା। ଘରର କୌଣସି ସଦସ୍ୟଙ୍କର ସହାୟତାରେ କୌଣସି କାମରେ ସଫଳତା ପ୍ରାପ୍ତ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି, ଡକ୍ଟର ଓ ଇଞ୍ଜିନିୟର କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ସମ୍ପୂର୍ଣ୍ଣ ରୂପେ ଶୁଭ ସାବ୍ୟସ୍ତ ହେବ। ତେବେ ଆଜି କିଛି ନା କିଛି କଥାରେ ଆପଣ ଚିନ୍ତାରେ ରହିପାରନ୍ତି। ତ ଛୋଟିଆ ଛୋଟିଆ କଥାକୁ ଗୁରୁତ୍ୱର ସହିତ ନିଅନ୍ତୁ ନାହିଁ। ଅଧିକ ଚିନ୍ତା କରି ଆଜିର ଦିନଟିକୁ ଖରାପ କରନ୍ତୁ ନାହିଁ। ପ୍ରତ୍ୟେକ କାର୍ଯ୍ୟକୁ ଆତ୍ମବିଶ୍ୱାସ ଓ ଦୃଢ଼ତାର ସହିତ କରନ୍ତୁ। ପୁରୁଣା କଥାକୁ ଆଦୌ ମନକୁ ଆଣନ୍ତୁ ନାହିଁ। ଆପଣ ସଫଳ ରହିବେ। ବର୍ତ୍ତମାନର ସ୍ଥିତିକୁ ହିଁ ସ୍ୱୀକାର କରନ୍ତୁ, କାହିଁକିନା ବର୍ତ୍ତମାନରୁ ହିଁ ଭବିଷ୍ୟତର ନିର୍ଦ୍ଧାରଣ ହୋଇଥାଏ। ଆଜି କିଛି ବୃଥା କାର୍ଯ୍ୟରେ ବ୍ୟୟ ଘଟିବ। ମନ ଅସ୍ଥିର ରହିବ। କାର୍ଯ୍ୟବ୍ୟସ୍ତତା ବଢ଼ିବ। ଆଜିର ଦିନଟି ଆପଣଙ୍କ ପାଇଁ ମିଳାମିଶାପୂର୍ଣ୍ଣ ରହିବ। ଗୋଟିଏ ଏପରି ବ୍ୟକ୍ତି ଯିଏକି ଲମ୍ବା ସମୟ ଧରି ଆପଣଙ୍କର ଆଖପାଖରେ ରହୁଛନ୍ତି କିନ୍ତୁ ତାଙ୍କ ଉପରେ ଆପଣ ଅଧିକ ଧ୍ୟାନ ଦେଉନଥିଲେ, ଆଜିଠାରୁ ଆପଣ ତାଙ୍କ ବିଷୟରେ ଗମ୍ଭୀର ଭାବରେ ଚିନ୍ତା ବିଚାର କରିବେ। ମାତାପିତାଙ୍କର ଆଶୀର୍ବାଦ ଓ ସହଯୋଗ ପ୍ରାପ୍ତ ହେବ। ମନ ଉଦାସ ପ୍ରକୃତିର ରହିବ। ଶାରୀରିକ ସଚେତନତାର ଆବଶ୍ୟକତା ରହିଛି। କିଛି ଛୋଟମୋଟ ଶାରୀରିକ ସମସ୍ୟା ଦେଖାଦେଇପାରେ। ଚାକିରିଆଙ୍କ ଲାଗି କର୍ମକ୍ଷେତ୍ର ଶାନ୍ତିପ୍ରଦ ରହିବ। କୌଣସି ଗୋଟିଏ ଶୁଭ ଖବର ହସ୍ତଗତ ହେବ। ଆପଣଙ୍କର ଜୀବନରେ ପ୍ରସନ୍ନତା ଆଣିଦେବ। ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ। କର୍ମଧାରାରେ ଉନ୍ନତି ଘଟିବ। ବ୍ୟବସାୟୀମାନଙ୍କ ଲାଗି ଦିନଟି ଶୁଭ। ବ୍ୟବସାୟରେ ଯଥେଷ୍ଟ ଉନ୍ନତି ଅନୁଭବ କରିବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ସମ୍ମାନିତ ହୋଇପାରନ୍ତି। ପରିବାର ମଧ୍ୟରେ ସ୍ନେହ ଓ ଭଲ ପାଇବା ବୃଦ୍ଧି ହେବ। ବ୍ୟାପାରୀମାନଙ୍କ ଲାଗି ଦିନଟି ସାଧାରଣ ରହିବ। ଇଚ୍ଛା ମୁତାବକ ଆୟ କରିପାରିବେ ନାହିଁ। ଜୀବନସାଥୀଙ୍କର ସହ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆୟ ଓ ବ୍ୟୟ ସମାନ ରହିବ। ପାରିବାରିକ ଜୀବନ ସୁଖ ସମୃଦ୍ଧି ଭରା ରହିବ। ଷ୍ଟୁଡେଣ୍ଟସ୍ ପାଠପଢ଼ାରେ ଉତ୍ତମ ପ୍ରଦର୍ଶନ ଜାରି ରଖିବେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କିଛି ମିଠା ଜିନିଷ ଛୋଟ ପିଲାମାନଙ୍କୁ ବାଣ୍ଟନ୍ତୁ ଓ ଆଜି ଆପଣ କାହାର ବି କଥାକୁ ଅତି ସହଜରେ ଭରସା କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।